ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୁଦ୍ଧରେ ବରଗଡ଼ ଜିଲ୍ଲା ପଦମପୁରର ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶିତ ହୋଇ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଗଣହତ୍ୟା, ଧର୍ଷଣ, ସମ୍ପତ୍ତି ଲୁଣ୍ଠନ ଆଦି ଅଭିଯୋଗ କରି ଆଜି ବରଗଡ଼ ଜିଲ୍ଲା ପଦମପୁରରେ ହିନ୍ଦୁ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ରାଜାଜୀ ଟାଉନ୍ ହଲ୍ଠାରୁ ବାହାରି ଏକ ବିଶାଳ ଶୋଭାଯାତ୍ରା ଓ ବିକ୍ଷୋଭ ସହରରେ ପ୍ରଦର୍ଶିତ କରାଯାଇଛି ଏବଂ ଭାରତ ସରକାରଙ୍କ ଉପରେ ଚାପ ପକାଇବା ପାଇଁ ଭାରତ ସରକାରଙ୍କ ଉଦ୍ଦେଶ୍ୟରେ ପଦମପୁର ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବାଂଲାଦେଶରେ ହିନ୍ଦୁ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ୍ଣ ଭାବେ ରୋକିବା ଉଦ୍ଦେଶ୍ୟରେ ଏହି ଜନଜାଗରଣ ମାଧ୍ୟମରେ ସାରା ଭାରତରେ ଆଜି ହିନ୍ଦୁମାନଙ୍କୁ ଏକ ହେବାକୁ ପଡ଼ିବ ବୋଲି ମତ ରଖି ଆନ୍ଦୋଳନକାରୀମାନେ ଶୋଭାଯାତ୍ରାରେ ବାଂଲାଦେଶୀ ଗୋ ବ୍ୟାକ୍ ଆଦି ନାରା ଦେଇଥିଲେ। ଆଜିର ଏହି ଶୋଭାଯାତ୍ରାରେ ଡକ୍ଟର ବାଞ୍ଛାନିଧି ପଣ୍ଡା, ଭକ୍ତଚରଣ ସାହୁ, ପ୍ରତାପ ମିଶ୍ର, ଜୟନାରାୟଣ ତ୍ରିପାଠୀ, ସୁରେଶ ରାମ ଚନ୍ଦାନୀ, ଚିନ୍ମୟ କୁମାର ପଣ୍ଡା, ନୂତନ କୁମାର ସାହୁ, ପ୍ରତାପ ନାଥ, ଶିରୀଷ କୁମାର ବହିଦାର, ଜ୍ୟୋତ୍ସ୍ନାରାଣୀ କର, କେଶବ ଜାଲ, ସୁନୀଲ ଅଗ୍ରୱାଲ, ଅଜୁ ପଟ୍ଟନାୟକ, ଅଙ୍କିତ ରାମଚନ୍ଦାନୀ ଓ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ପଦମପୁରରୁ ନିରୋଜ କୁମାର ପାଣିଙ୍କ ରିପୋର୍ଟ।